ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥଙ୍କର ନନ୍ଦିଘୋଷ ରଥ ଆଗକୁ ଗଡ଼ିଲାନି ଏବଂ ଦଳା ଚକଟରେ 600-700 ଲୋକ ଆହତ ହେଲେ। ତା ସେଥିରେ କିଛି ଲୋକ ମରିଛନ୍ତି, ତାଙ୍କୁ ଏ ସରକାର ଲୁଚେଇଛନ୍ତି ଏବଂ ଯେଉଁମାନେ ମରିଛନ୍ତି ସେମାନଙ୍କୁ କହୁଛନ୍ତି ରଥଯାତ୍ରା ସମ୍ପର୍କିତ ମୃତ୍ୟୁ ନୁହେଁ। ଏ ଘଟଣାକୁ ଲୁଚେଇଲେ ପରଦିନ ରଥଯାତ୍ରା ଦିନ ଏବଂ ତାର ପରିଣାମ ସ୍ୱରୂପ ଗତକାଲି 3 ଜଣ ବ୍ୟକ୍ତି ଶ୍ରଦ୍ଧାଳୁ ମରିଛନ୍ତି, ଅନେକ ଆହତ ହୋଇଛନ୍ତି, ଅନେକ ସିରିୟସ୍ ଅଛନ୍ତି। କ'ଣ ହେବ କହିହେବନି। ଏ ସରକାର ଶିଖିବାକୁ ଚେଷ୍ଟା କରୁନି। ଏ ସରକାର ନିଜର ଭୁଲକୁ ଘୋଡ଼ାଇବାକୁ ଚେଷ୍ଟା କରୁଛି ଏବଂ ନିଜ ଉପରକୁ ଦୋଷ ନ ମୁଣ୍ଡେଇ ବା ନିଜ ଉପରକୁ ଦୋଷ ନ ନେଇ ସେମାନେ ଏ କଥାକୁ ଅନ୍ୟ ଆଡ଼େ ଡାଇଭର୍ଟ କରିବାକୁ ଚେଷ୍ଟା କରୁଛନ୍ତି। 4.5 କୋଟି ଓଡ଼ିଆ ଲୋକଙ୍କର ଭାବାବେଗ ସେଥିରେ ଖେଳୁଛନ୍ତି, ଭାବନା ସେଥିରେ ଖେଳୁଛନ୍ତି। କେତେ ଦିନ ଏ ଖେଳ ଚାଲିବ? କ'ଣ କହିକି ମାନେ ବର୍ତ୍ତମାନ ଲୋକଙ୍କ ସମ୍ମୁଖୀନ ହେବେ? କହିବେ ଆମେ ତଦନ୍ତକୁ ଦେଇଛୁ। ଗତ ବର୍ଷ ବଳଭଦ୍ର ମହାପ୍ରଭୁ ପଡ଼ିଗଲେ, ତଦନ୍ତ ରିପୋର୍ଟ ଆଜି ପର୍ଯ୍ୟନ୍ତ ଆସିଲାନି। ଯଦି ଗୋଟିଏ ଭୁଲକୁ ଏମାନେ ସ୍ୱୀକାର କରିଥାନ୍ତେ ଏବଂ ଯିଏ ଦୋଷୀ ତାକୁ ଦଣ୍ଡ ଦେଇଥାନ୍ତେ, ଆଜି ଏମିତି ଶହ ଶହ ଭୁଲ ହୁଅନ୍ତାନି। ଗୋଟିଏ ଭୁଲକୁ, ଗୋଟିଏ ଅପରାଧକୁ ଘୋଡ଼ାଇବାକୁ ଯାଇକି ଏମାନେ ବର୍ତ୍ତମାନ ଶହ ଶହ ଅପରାଧ କରୁଛନ୍ତି। ଏବଂ ସବୁଠୁ ବଡ଼ କଥା, ଓଡ଼ିଆ ଅସ୍ମିତା ଯେଉଁ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ବା ତାଙ୍କର ବିଶ୍ୱର ତାଙ୍କର ବୈଜୟନ୍ତବାନା, ତାକୁ ମାନେ ଭୁଲୁଣ୍ଠିତ କରିଛନ୍ତି। ଓଡ଼ିଆ ଅସ୍ମିତା ଆଜି ରସାତଳ। ଗତ ରାତିରେ ପୁରୀର ଜଗନ୍ନାଥଙ୍କ ରଥ ପାଖରେ ଯେଉଁ ପ୍ରକାର ଅଭାବନୀୟ ଘଟଣା ଘଟିଲା, ଯେଉଁଥିରେ 3ଟି ମୂଲ୍ୟବାନ ଜୀବନ ଚାଲିଗଲା, ସେ ପରିବାର ପ୍ରତି ଆମର ସମସ୍ତଙ୍କର ଏବଂ ଭାରତୀୟ ଜନତା ପାର୍ଟିର ସମ୍ବେଦନା ଅଛି। ଘଟଣା ଅତ୍ୟନ୍ତ ଦୁଃଖଦାୟକ। ସେ ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରିକି ଅନ୍ୟ ସମସ୍ତଙ୍କ ସହିତ ଯେଉଁମାନଙ୍କ ସହିତ ଚର୍ଚ୍ଚା ଆଲୋଚନା କରିବାର ଆବଶ୍ୟକତା ଅଛି, ଯେଉଁମାନେ ଦାୟିତ୍ୱରେ ଅଛି ସେମାନଙ୍କ ସହିତ ଆଲୋଚନା କରୁଛନ୍ତି ଏବଂ ଯଦି କେହି ତା ଦୋଷୀ ବାହାରିବେ ସେମାନଙ୍କ ବିରୁଦ୍ଧରେ ନିଶ୍ଚିତ ଭାବରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଯେଉଁମାନେ ଏଥିରେ ହତାହତ ହୋଇଛନ୍ତି ସେମାନଙ୍କ ପ୍ରତି ମଧ୍ୟ ଯାହା ସହଯୋଗ କରିବା କଥା ଓଡ଼ିଶା ସରକାର ନିଶ୍ଚୟ କରିବେ ଏବଂ ଏ ପ୍ରକାର ଦୁର୍ଭାଗ୍ୟଜନକ ଘଟଣା ଭବିଷ୍ୟତରେ କେମିତି ନ ଘଟିବ ସେ ଦୃଷ୍ଟିରୁ ସରକାର ସମ୍ପୂର୍ଣ୍ଣ ଭାବରେ ପ୍ରୟାସରତ ଅଛନ୍ତି, ଚିନ୍ତିତ ଅଛନ୍ତି ଏବଂ ସରକାର ନିଶ୍ଚିତ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଏ କାମ କରିବା ପାଇଁ ସଫଳ ହେବେ। ଏ ପ୍ରକାର ଦୃଢ଼ ବିଶ୍ୱାସ ଆମମାନଙ୍କ ପାଖରେ ଅଛି ଏବଂ ଏ ଭବିଷ୍ୟତରେ କେମିତି ନ ହେବ ସେ ଦୃଷ୍ଟିରୁ ଯାହା କରିବା କଥା ମାନ୍ୟବର ସରକାର ମଧ୍ୟ ସେ କଥା କରିବା ପାଇଁ ପ୍ରୟାସରତ ଅଛନ୍ତି।